ଦୁଇଟି ଭିକାରୀ ସବୁଦିନ ରାଜାଙ୍କ ପାଖକୁ ଦାନ ମାଗିବାକୁ ଯାଉଥିଲେ। କିନ୍ତୁ ତାଙ୍କ ଭିତରୁ ଜଣେ ଧନୀ ହେଇଗଲା ଅଥଚ ଆଉ ଜଣେ ଗରିବ ହୋଇକି ରହିଗଲା। ଏଇଟା କେମିତି ହେଲା? ସାଙ୍ଗମାନେ କାହାଣୀଟି ଆରମ୍ଭ କରିବା ପୂର୍ବରୁ ପ୍ଲିଜ୍ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯଦି କାହାଣୀଟି ଭଲ ଲାଗିବ ତାହେଲେ ଲାଇକ୍ କରିବାକୁ ଭୁଲିବେନି। ତ କାହାଣୀଟି ଷ୍ଟାର୍ଟ କରିବା। ତ ଗୋଟିଏ ରାଜ୍ୟରେ ଜଣେ ଗୌରବଶାଳୀ ରାଜା ଥିଲେ। ରାଜା ପ୍ରତିଦିନ ସକାଳେ ଉଠି ପୂଜା କରୁଥିଲେ ଏବଂ ଗରିବମାନଙ୍କୁ ଦାନ କରୁଥିଲେ। ତାଙ୍କର ଉଦାର ଆଚରଣ ଏବଂ କରୁଣା ଯୋଗୁଁ ରାଜା ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଯାଇଥିଲେ। ପ୍ରତିଦିନ ସକାଳେ ଦରବାର ଖୋଲିବା ମାତ୍ରେ ରାଜାଙ୍କ ପାଖରେ ଗରିବ ଏବଂ ଭିକାରୀମାନଙ୍କର ଲମ୍ବା ଧାଡ଼ି ଲାଗୁଥିଲା। ରାଜା ସମସ୍ତଙ୍କୁ ସନ୍ତୁଷ୍ଟ କରି ବିଦାୟ ଦେଉଥିଲେ। ଦୁଇ ଜଣ ଗରିବ ଭିକାରୀ ପ୍ରତିଦିନ ରାଜାଙ୍କ ପାଖକୁ ଭିକ୍ଷା ମାଗିବାକୁ ଆସୁଥିଲେ। ଜଣେ ଥିଲେ ହରିଆ ଏବଂ ଅନ୍ୟ ଜଣେ ଥିଲେ ଗୋପାଳ। ଯେତେବେଳେ ରାଜା ହରିଆକୁ ଦାନ ଦେଉଥିଲେ, ହରିଆ ରାଜାଙ୍କୁ ବହୁତ ପ୍ରଶଂସା କରୁଥିଲା ଏବଂ ରାଜାଙ୍କୁ ଆଶୀର୍ବାଦ କରୁଥିଲା। ଯେତେବେଳେ ରାଜା ଗୋପାଳକୁ ଦାନ ଦେଉଥିଲେ, ସେ ପ୍ରତ୍ୟେକ ଥର ସମାନ କଥା କହୁଥିଲା, ହେ ଭଗବାନ, ତୁମେ ବହୁତ ଦୟାଳୁ, ତୁମେ ମୋତେ ଏତେ କିଛି ଦେଇଛ। ରାଜା ତା କଥାରେ ଟିକେ ଖରାପ ଅନୁଭବ କରୁଥିଲେ। ରାଜା ଭାବୁଥିଲେ ଯେ ମୁଁ ଦାନ ଦେଉଛି ଏବଂ ସେଇ ଭିକାରୀ ଭଗବାନଙ୍କୁ ପ୍ରଶଂସା କରୁଛି। ଗୋଟେ ଦିନ ରାଜକୁମାରୀଙ୍କ ଜନ୍ମଦିନ ଥିଲା। ସେହିଦିନ ରାଜା ଉଦାର ଭାବରେ ଦାନ କଲେ। ଯେତେବେଳେ ହରିଆ ଓ ଗୋପାଳର ପାଳି ଆସିଲା, ରାଜା ପ୍ରଥମେ ହରିଆକୁ ଦାନ କଲେ ଏବଂ ହରିଆ ରାଜାଙ୍କ ପ୍ରଶଂସା କରିବାକୁ ଲାଗିଲା। କିନ୍ତୁ ରାଜା ଗୋପାଳକୁ ଦାନ କରିବା ମାତ୍ରେ ସେ ହାତ ଉଠାଇ କହିଲା, ହେ ଭଗବାନ, ତୁମେ ଅନ୍ନଦାତା, ଆଜି ତୁମେ ମୋତେ ଏତେ କିଛି ଦେଇଛ, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି। ଏହା ଶୁଣି ରାଜା ବହୁତ ରାଗିଗଲେ ଏବଂ କହିଲେ, ଗୋପାଳ, ମୁଁ ତୁମକୁ ପ୍ରତିଦିନ ଦାନ ଦେଉଛି, ତେବେ ତୁମେ ମୋ ବଦଳରେ ଭଗବାନଙ୍କ ପ୍ରଶଂସା କାହିଁକି କରୁଛ? ଗୋପାଳ କହିଲା, ହେ ରାଜା, ଦାତା ଉପରେ ବସିଛନ୍ତି, ସେ ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗାନ୍ତି, ତୁମର ଏବଂ ମୋର ମଧ୍ୟ। ଏହା କହି ଗୋପାଳ ସେଠାରୁ ଚାଲିଗଲା। ଏବେ ରାଜା ଗୋପାଳକୁ ଏକ ଶିକ୍ଷା ଦେବାକୁ ଚିନ୍ତା କଲେ। ପ୍ରତିଦିନ ଯେତେବେଳେ ହରିଆ ଓ ଗୋପାଳର ପାଳି ଆସିଲା, ରାଜା ହରିଆକୁ ଦାନ ଦେଇ କହିଲେ, ହରିଆ, ମୁଁ ଗୋପାଳ ସହ କିଛି କଥା ହେବାକୁ ଚାହୁଁଛି, ଏଣୁ ତୁମେ ଯାଅ ଏବଂ ଗୋପାଳକୁ ଏଠାରେ ଛାଡ଼ିଦିଅ। ଏବଂ ହଁ, ଆଜି ତୁମେ ତୁମର ପୁରୁଣା ରାସ୍ତାରେ ଯାଅ ନାହିଁ। ଆଜି ତୁମକୁ ସେହି ରାଜପ୍ରାସାଦ ପାର୍ଶ୍ୱ ଦେଇ ଯିବାକୁ ପଡ଼ିବ, ଯେଉଁଠାରୁ କେବଳ ମୁଁ ଯାଏ। ହରିଆ ଖୁସିରେ ଦାନ ନେଇ ଚାଲିଗଲା। ରାଜପ୍ରାସାଦକୁ ଯାଉଥିବା ରାସ୍ତାଟି ବହୁତ ସୁନ୍ଦର ଏବଂ ସୁଗନ୍ଧିତ ଥିଲା। ସଂଯୋଗବଶତଃ ରାଜା ସେହି ରାସ୍ତାରେ ରୂପା ମୁଦ୍ରାରେ ପୂର୍ଣ୍ଣ ଏକ ଥଳି ରଖିଥିଲେ। କିନ୍ତୁ ହରିଆ ଆଜି ନିଜ ମଜାରେ ହଜିଯାଇଥିଲା ଏବଂ ସେ ଭାବୁଥିଲା ଯେ ରାଜା ମୋତେ ତାଙ୍କ ରାଜପ୍ରାସାଦର ରାସ୍ତା ଦେଇ ଯିବାକୁ ଦେଇ ମୋ ପ୍ରତି ବହୁତ ଦୟା କରିଛନ୍ତି। ମୁଁ ଯଦିଓ ଏଠାରୁ ଆଖି ବନ୍ଦ କରିକି ଚାଲିଯାଏ, କୌଣସି ଅସୁବିଧା ହେବ ନାହିଁ। ଏହା ଭାବି ହରିଆ ଆଖି ବନ୍ଦ କରି ରାସ୍ତା ଦେଇ ଚାଲିଗଲା। କିନ୍ତୁ ସେ ରୂପା ମୁଦ୍ରାରେ ଭର୍ତ୍ତି ଥଳିଟିକୁ ଦେଖିପାରିଲା ନାହିଁ। କିଛି ସମୟ ପରେ ରାଜା ଗୋପାଳକୁ କହିଲେ ଯେ ଏବେ ତୁମେ ଯାଅ, କାରଣ ହରିଆ ଏବେ ଚାଲିଯାଇଥିବ, କିନ୍ତୁ ତୁମକୁ ମଧ୍ୟ ସେହି ରାସ୍ତା ଦେଇ ଯିବାକୁ ପଡ଼ିବ ଯେଉଁ ବାଟ ଦେଇ ହରିଆ ଯାଇଛି। ଗୋପାଳ ଭଗବାନଙ୍କୁ ଧନ୍ୟବାଦ ଦେଇ ଧୀର ପାଦରେ ଆଗକୁ ବଢ଼ିଲା। ସେ ନିଶ୍ଚିତ ଟିକିଏ ଦୂର ଯାଇଥିବ ଯେ ଯେତେବେଳେ ତା ନଜର ରୂପା ମୁଦ୍ରାରେ ପୂର୍ଣ୍ଣ ଏକ ଥଳି ଉପରେ ପଡ଼ିଲା। ଥଳି ପାଇ ଗୋପାଳ ବହୁତ ଖୁସି ହେଲା। ସେ କହିଲା, ଭଗବାନ, ତୁମେ ମୋ ପ୍ରତି ବହୁତ ଦୟା କରିଛ, ତୁମେ ମୋତେ ଏତେ ଧନ ଦେଇଛ। ଏବଂ ସେ ଥଳିଟିକୁ ଘରକୁ ଧରି ଚାଲିଗଲା। ପରଦିନ ଯେତେବେଳେ ଗୋପାଳ ଏବଂ ହରିଆର ପାଳି ଆସିଲା, ରାଜା ଭାବିଲେ ଯେ ହରିଆ ନିଶ୍ଚିତ ଥଳିଟି ନେଇଥିବ। ତେଣୁ ସେ ହରିଆକୁ ପଚାରିଲେ, ଆରେ ହରିଆ, ଗତକାଲିର ଯାତ୍ରା କିପରି ଥିଲା? ରାସ୍ତାରେ କିଛି ପାଇଲ କି ନାହିଁ? ହରିଆ କହିଲା, ମହାରାଜ, ରାସ୍ତା ଏତେ ସୁନ୍ଦର ଥିଲା ଯେ ମୁଁ ଆଖି ବନ୍ଦ କରି ଘରକୁ ଗଲି, କିନ୍ତୁ କିଛି ପାଇଲି ନାହିଁ। ତାପରେ ରାଜା ଗୋପାଳକୁ ପଚାରିଲେ ଏବଂ ସେ ସେହି ରାଜାଙ୍କୁ କହିଲା, ଗତକାଲି ମୁଁ ରୂପା ମୁଦ୍ରାରେ ପୂର୍ଣ୍ଣ ଏକ ଥଳି ପାଇଲି। ଭଗବାନ ମୋ ପ୍ରତି ବହୁତ ଦୟା କରିଛନ୍ତି। ରାଜା ହରିଆ ଉପରେ ବହୁତ ରାଗିଗଲେ ଏବଂ କହିଲେ ଯେ ଆଜି ମୁଁ ତୁମକୁ ଟଙ୍କା ଦେବି ନାହିଁ, ବରଂ ତୁମକୁ ଏକ ତରଭୁଜ ଦେବି। ହରିଆ ବିରକ୍ତ ହେଲା, କିନ୍ତୁ ସେ କ'ଣ ବା କହିପାରିବ? ସେ ଚୁପଚାପ ତରଭୁଜଟିକୁ ନେଇ ଚାଲିଗଲା। ଅନ୍ୟପକ୍ଷରେ ରାଜା ସବୁଦିନ ପରି ଗୋପାଳକୁ କିଛି ଟଙ୍କା ଦାନ କଲେ। ହରିଆ ଭାବିଲା, ମୁଁ ଏଇ ତରଭୁଜ ସହିତ କ'ଣ କରିବି? ଏବଂ ଏହା ଭାବି ସେ ତା ତରଭୁଜକୁ ଜଣେ ଫଳବାଲାକୁ ବିକ୍ରି କରିଦେଲା। ଏବେ ଯେତେବେଳେ ଗୋପାଳ ରାସ୍ତାରେ ଗଲା, ସେ ଭାବିଲା ଯେ ଘରେ ଖାଇବା ପାଇଁ ତ କିଛି ନାହିଁ, ପିଲାମାନଙ୍କ ପାଇଁ ଗୋଟେ ତରଭୁଜ ନେଇଯିବି। ତେଣୁ ଗୋପାଳ ଫଳବାଲା ପାଖକୁ ଯାଇ ସମାନ ତରଭୁଜ କିଣିଲା ଯାହାକୁ ହରିଆ ବିକ୍ରି କରିଥିଲା। ଏବେ ଗୋପାଳ ଘରକୁ ଆସି ତରଭୁଜ କାଟିବା ମାତ୍ରେ ଦେଖିଲା ଯେ ଏହା ସୁନା ମୁଦ୍ରାରେ ପୂର୍ଣ୍ଣ। ଗୋପାଳ ଏହା ଦେଖି ବହୁତ ଖୁସି ହେଲା ଏବଂ ଭଗବାନଙ୍କୁ ଧନ୍ୟବାଦ ଜଣାଇ କହିଲା, ହେ ଭଗବାନ, ଆଜି ତୁମେ ମୋର ଦାରିଦ୍ର୍ୟ ଦୂର କରିଛ।
ତୁମେ ବହୁତ ଦୟାଳୁ ଏବଂ ତୁମେ ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗାଉଛ। ପରଦିନ ଯେତେବେଳେ ରାଜା ଦାନ ଦେଉଥିଲେ ସେ ଦେଖିଲେ ଯେ କେବଳ ହରିଆ ଆସିଛି ଏବଂ ଗୋପାଳ ଆସିନାହିଁ। ସେ ହରିଆକୁ ପଚାରିବାରୁ ହରିଆ ତାଙ୍କୁ କହିଲା ଯେ ଗତକାଲି ଭଗବାନଙ୍କ କୃପାରୁ ଗୋପାଳ ଏକ ତରଭୁଜ ପାଇଥିଲା, ଯାହା ସୁନା ମୁଦ୍ରାରେ ପୂର୍ଣ୍ଣ ଥିଲା ଏବଂ ଏହି କାରଣରୁ ଗୋପାଳ ଜଣେ ଧନୀ ବ୍ୟକ୍ତି ହୋଇଯାଇଛନ୍ତି। ହରିଆର କଥା ଶୁଣିବା ପରେ ରାଜା ଆକାଶ ଆଡ଼କୁ ହାତ ଉଠାଇ କହିଲେ, ହେ ଭଗବାନ, ତୁମେ ହିଁ ପ୍ରକୃତ ଅନ୍ନଦାତା। ମୁଁ କେବଳ ଏକ ମାଧ୍ୟମ। ତୁମେ ସମସ୍ତଙ୍କ ଯତ୍ନ ନେଉଛ। ଏବେ ରାଜା ସବୁକିଛି ବୁଝିପାରିଥିଲେ। ସାଙ୍ଗମାନେ ଯଦି ଗପଟି ଭଲ ଲାଗିଥାଏ ତାହେଲେ ପ୍ଲିଜ୍ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଜୟ ଜଗନ୍ନାଥ।